ଯଦି ଆପଣଙ୍କ ମନରେ କେବେ ଗର୍ବ ଅହଙ୍କାର ଆସେ ତେବେ ଜାଣି ରଖନ୍ତୁ ସେହିଦିନ ଠାରୁ ହିଁ ଆପଣଙ୍କ ଜୀବନରେ କ୍ଷୟ କ୍ଷତି ଦୁଃଖ ବୈରାଗ୍ୟର ନିରାଶା ଘଟିଯିବ। ତେବେ ଚିନ୍ତା କରିବା କଥା, ଗର୍ବ ଅହଙ୍କାର କ'ଣ ପାଇଁ ଆମେ କରିବା ଆବଶ୍ୟକ? ଯେତେବେଳେ এই ମାଟି ଘଟ ପିଣ୍ଡର ଆୟୁଷ କମିଯିବ, ସରିଆସିବ, ସେତେବେଳେ ଆମେ ଦିନେ ନା ଦିନେ ମୃତ୍ୟୁ ମୁଖକୁ ଯିବା ଏବଂ ସମସ୍ତେ ମଶାଣିରେ ହିଁ ଶକ୍ତିଦାହ ହେବ। ତେବେ ଏଇ ଜୀବନ ହେଉଛି କ୍ଷଣସ୍ଥାୟୀର ଜୀବନ। ତେଣୁ ସେ ଯେଡ଼େ ବଡ଼ କୋଟିପତିଶାଳୀ ବ୍ୟକ୍ତି ହେଉନା କାହିଁକି, ସେ ମଧ୍ୟ ସେଇ ମଶାଣିରେ ଯାଇକି ଦାହ ହେବ। ତେଣୁ ଆମ ଜୀବନ କାଳ ଭିତରେ ଆମେ ଗର୍ବ ଅହଙ୍କାର କରି କିଛି ଲାଭ ହେବ ନାହିଁ। ଦିନେ ନା ଦିନେ ଏଇ ଜୀବନ ଶୂନ୍ୟ ହେବ। ତେବେ ଆସନ୍ତୁ ନା ପ୍ରତ୍ୟେକଙ୍କ ଠାରେ ଏହି ଗର୍ବ ଅହଙ୍କାରକୁ ଦୂରେଇ ଦେବା, ମନରେ ପବିତ୍ର ଚିନ୍ତାଧାରା ଆଣିବା। ତେବେ ଯାଇ ସିନା ଆମ ପରିବାରର ମଙ୍ଗଳ ହେବ, ତେବେ ଯାଇ ସିନା ଏ ସଂସାରର ମଙ୍ଗଳ ହେବ। ଜୟ ଜଗନ୍ନାଥ।